ମୋ ବିନ୍ ଗଛରେ ବର୍ତ୍ତମାନ ଇଏ ଫଳ ଆସିଲାଣି। ଫଳ ଆସିଛି ଦେଖ ସାଙ୍ଗମାନେ। ଏ ବିନ୍ ଗଛ ମୋର ଛାତ ଉପରେ ମୁଁ ଲଗେଇଥିଲି ଏବଂ ଇଏ କେବଳ ଅର୍ଗାନିକ୍ ଫାର୍ମିଂ ଖତ ଆଉ ମାଟି ଦେଇକିନା ମୁଁ ଲଗେଇଥିଲି। ମୋ ବିନ୍ ଗଛରେ ଫଳ ଆସିଲାଣି, ବଢ଼ିଆ ଫଳ ହେଇଛି। ଏବଂ ଆମର ଏଇ ଯେଉଁ ଦେଖ ବିନ୍ ଗଛ ଭଲ ଫଳ ହେଇଛି, ଭଲ ବଢ଼ିଛି। ଏ ଫୁଲ ବି ଆସିଛି, ଫୁଲ ହେଇଛି, ଫଳ ବି ଇଏ ଆସିଲାଣି ଭଲ। ଗୋଟେ ନିଠାରେ ବଢ଼ିଆ ବଢ଼ିଆ ଇଏ ଫଳ ଆସିଛି ଦେଖନ୍ତୁ। ଇଏ ଫଳ ଆସିଛି ଆମର। ଏବଂ ବାଇଗଣ ଗଛ ଦେଖନ୍ତୁ, ବାଇଗଣ ଗଛ ମୋର ବଡ଼ ବଡ଼ ହେଇଗଲାଣି ଏବଂ ବାଇଗଣ ଗଛରେ ବି କଢ଼ ଆସିଗଲାଣି ଏ ବାଇଗଣ ଗଛରେ। ତା ସହିତ ମୋର ଦେଖନ୍ତୁ ବନ୍ଧୁମାନେ ଏପଟେ ଆମର ଯେଉଁ ଲଗେଇଥିଲି ଦେଖନ୍ତୁ ପିଆଜ ଗଛ ମୋର ବଢ଼ିଆ ଭାବରେ ବଢ଼ିଛି। ଛାତ ଉପରେ ଇଏ ପିଆଜ ଗଛ ଲଗେଇଛି ମୁଁ। ଏବଂ ମୋର ଏ ଦେଖନ୍ତୁ ଏ ଲଙ୍କା ଗଛରେ ମୋର ଲଙ୍କା ବଢ଼ିଆ ଆସିଛି। ଲଙ୍କା ଗଛ ମୁଁ ଲଗେଇଛି ମୋର ଦେଖନ୍ତୁ। କେବଳ ଖତ ଆଉ ମାଟି ଦିଆହେଇଛି, ଆଉ କିଛି ଦିଆହେଇନି। ଲଙ୍କା ଗଛରେ ମୋର ଲଙ୍କା ଆସିଛି ହାରି। ଏବଂ ଇଏ ବିନ୍ ଗଛରେ ଇଏ ପଛରେ ଲଗା ହେଇଥିଲା, ଇଏ ବିନ୍ ଗଛ ବି ଫୁଲ ଆସିକିନା କଷି ଫଳ ହେଲାଣି। ଏ ବିନ୍ ଗଛରେ କଷି ଫଳ ହେଲାଣି। ଏବଂ ଏ ମୋ ଲଙ୍କା ଗଛରେ ଇଏ ହେଇଯାଇଛି ଦେଖନ୍ତୁ ବନ୍ଧୁମାନେ ଫଳ ଭଲ ଫଳ ଆସିଛି। ଏ ଛାତ ଉପରେ ମୁଁ ଲଗେଇଛି, କେବଳ ମାଟି ଆଉ ଆମର ଖତ ଦେଇଛି। ଏବଂ ଇଏ ମୁଁ ସାଧାରଣତଃ ମୋ ଲିଜର ଟାଇମ୍ରେ ଏସବୁ କରୁଛି। ଏଇଟା ମୋତେ ଗୋଟେ ଖୁସି ଲାଗୁଛି, ଯେହେତୁ ମୁଁ ଗୋଟେ ବଟନୀ ଅନର୍ସ ପିଲା ଏବଂ ବାୟୋଟେକ୍ନୋଲୋଜିର ଷ୍ଟୁଡେଣ୍ଟ। ତେଣୁ ଗଛ ପ୍ରତି ମୋର ଟିକେ ଭଲ ପାଇବା ଅଛି ଏବଂ ମୁଁ ଇଏ ନିଜେ କରୁଛି ଏବଂ ଭଲ ଲାଗୁଛି ମୋତେ। ଦେଖନ୍ତୁ ଆପଣମାନେ ବି ଏସବୁ କରିବେ। ଥ୍ୟାଙ୍କ ୟୁ।